जय जगन्नाथ सांग माने नमस्कार दर्शक बंधु आपण माने जानिथिबे हिंदू धर्म बहु देवादेवी मंदिर रे देवादेवी को खुशी करिया पई बलि दिया जाए। तेबे आपण माने मन रे प्रश्न उठुथिबो जेउ धर्म रे जीव हत्या को पाप मना जाए सेही धर्म रे पशु बलि कौन पई कौन रहिछि एहार धार्मिक महत्व। एहा ठीक ना भूल ना केवल अंधविश्वास। चलंतु जानिबा एहार रहस्य आजिर एही भिडियो रे। दर्शक बंधु बलि प्रथा बहु दिनरू चालुअछि। एही प्रथा केबेठारू आरंभ ହେଲା एहार कौनसी प्रमाण नाही। बलिरे मईँषि छेली आदि बलि दियाजाए। आम हिंदू धर्म शास्त्र अनुसारे पशु बलि को ठीक मना जाए नाही आउ एहाकु संपूर्ण भाବରେ मना करा जाइछि। शास्त्र अनुसारे पशु मानकु मारिबा तो दूरर कथा ताकु कष्ट देबाकु मध्य मना करा जाइछि। पुराणरे एहीपरि बहुत मंत्र ओ श्लोक ଯେଉଁଠାରୁ ସ୍ପଷ୍ଟ ଭାବରେ ଜଣାଯାଏ ଯେ ଆମ ଧର୍ମରେ ବଳି ପ୍ରଥା ନାହିଁ। ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି ଯିଏ ଏହି ବଳି ପ୍ରଥାକୁ ସମର୍ଥ କରେ ତାହା ମଧ୍ୟ ଅଧର୍ମ ଅଟେ। ଏହିପରି ଲୋକଙ୍କୁ ଏହାର ଉତ୍ତର ଯମରାଜାଙ୍କୁ ଦେବାକୁ ପଡ଼ିଥାଏ। ଏଥିସହ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ମାଂସ ଭକ୍ଷଣ ମଧ୍ୟ ଅଧର୍ମ ଅଟେ। ମାଂସ ଭକ୍ଷଣ କଲେ ମନ ଦୂଷିତ ହୋଇଥାଏ ଯାହାଦ୍ୱାରା ମନରେ ଅପରାଧିକ ଚିନ୍ତାଧାରା ଆସେ। ସନାତନ ଧର୍ମରେ ଭୋଜନର ଅର୍ଥକୁ ଅନ୍ନ ମନାଯାଏ ତେଣୁ ଅନ୍ନକୁ ସଂସାରର ମୂଳ ମନାଯାଏ। ତେଣୁ ଅନ୍ନଦାନକୁ ମହାଦାନ ବୋଲି କୁହାଯାଏ। ତେବେ ଯଦି ସବୁ ସ୍ରୋତ ଓ ପୁରାଣରେ ବଳି ପ୍ରଥାକୁ ମନା କରାଯାଇଛି ତେବେ ଏହାର ପ୍ରଚଳନ କିପରି ହେଲା? ତେବେ ଲୋକମାନେ ବଳି ପ୍ରଥାକୁ ଭୁଲ ଭାବରେ ଜାଣିଛନ୍ତି। ବଳିର ଅର୍ଥ ନିଜର ଖରାପ ଗୁଣକୁ ସମର୍ଥନ କରି ଅର୍ଥାତ୍ ତ୍ୟାଗ କରି ଈଶ୍ୱରଙ୍କ ଆଗରେ ଶରଣାଗତ ହେବା ପାଇଁ। ତେବେ ଲୋକମାନେ ବଳିର ଅର୍ଥକୁ ଭୁଲ ଭାବରେ ଭାବି ନିଜର ଇଚ୍ଛାକୁ ପୂରଣ କରିବାକୁ ଯାଇ ମନୁଷ୍ୟ ତଥା ପଶୁ ବଳି ଦେଇଥାନ୍ତି ଯାହା ପ୍ରକୃତରେ ଭୁଲ ତଥ୍ୟ ଯାହା ମନୁଷ୍ୟଙ୍କ ଦ୍ୱାରା ପ୍ରଚଳିତ ସ୍ୱାର୍ଥ ସିଦ୍ଧିର ଏକ ବ୍ୟବସ୍ଥା ଅଟେ। ପ୍ରକୃତରେ ସନାତନ ଧର୍ମ ବହୁ ପୁରାତନ ଧର୍ମ। ସମୟ ଅନୁସାରେ ଏହା ବହୁତ ଲୋକଙ୍କ ବିଚାରଧାରାକୁ ପରିବର୍ତ୍ତନ ହୋଇ ଏହା ତାର ମୂଳ ସ୍ରୋତରୁ ବାହାରି ଯାଇଛି। ଏହାଦ୍ୱାରା ବହୁ ପରମ୍ପରା ଓ କୁପ୍ରଥା ଯୋଡ଼ି ହୋଇ ଯାଇଛି ଯାହାର ହିନ୍ଦୁ ଧର୍ମ ସହିତ କୌଣସି ସାମଞ୍ଜସ୍ୟ ନାହିଁ। ଏହା ମଧ୍ୟରୁ ଏହା ବଳି ପ୍ରଥା ଗୋଟିଏ। ଏହି ବଳି ପ୍ରଥା ତାନ୍ତ୍ରିକ ଓ ମାନକ ସମ୍ପ୍ରଦାୟରୁ ଆରମ୍ଭ ହେଲା। ତାନ୍ତ୍ରିକ ସମ୍ପ୍ରଦାୟ ନିଜର ସିଦ୍ଧି ହାସଲ କରିବାକୁ ପ୍ରଭୁଙ୍କ ପାଖରେ ବଳି ପକାଇଥାନ୍ତି। ଏମିତି ବହୁତ ହିନ୍ଦୁ ମନ୍ଦିର ଅଛି ଯେଉଁଠାରେ କି ଆଜି ମଧ୍ୟ ବଳି ପ୍ରଥା ପ୍ରଚଳିତ ଅଛି। ଯେପରିକି ଭାରତର କାମାକ୍ଷା ମନ୍ଦିର ଓ ଗତିମାନ ମନ୍ଦିର। ଆଉ ଓଡ଼ିଶାର ଏମିତି ଏକ ମନ୍ଦିର ଅଛି ଯେଉଁଠାରେ ବଳି ପ୍ରଥା ଅଛି। ଯଦି ଆପଣମାନେ ନିହାତି ଜାଣିଛନ୍ତି ତେବେ ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଜି ମଧ୍ୟ ନିଜର ଇଚ୍ଛା ପାଇଁ ରୋଗରୁ ମୁକ୍ତି ପାଇବା ପାଇଁ ଲୋକେ ପଶୁ ବଳି ଦେଇଥାନ୍ତି। ବହୁତ ଲୋକ ଏହାକୁ ଉଚିତ ବୋଲି ଭାବନ୍ତି। ଏହାକୁ ନିଜର ପୂର୍ବ ପରମ୍ପରା ବୋଲି କହିଥାନ୍ତି। ପ୍ରକୃତରେ ଯିଏ ସନାତନ ଧର୍ମକୁ ଜାଣିଛି ଯେ ଏହାର କୌଣସି ସନାତନ ଧର୍ମ ସହିତ ସମ୍ପର୍କ ନାହିଁ ତେବେ ପ୍ରକୃତରେ ବେଦ ଶାସ୍ତ୍ର ପୁରାଣରେ କୌଣସି ଏପରି ପ୍ରଥାର ଉଲ୍ଲେଖ ନାହିଁ। ଯଦି ଆପଣ ମାଂସାହାରୀ ଅଟନ୍ତି ତେବେ ଏହା ଆପଣଙ୍କ ଇଚ୍ଛା କିନ୍ତୁ ଏହାକୁ ନିଜର ଧର୍ମ ପରମ୍ପରା ବୋଲି କହି ନିଜକୁ ଦୋଷୀ ସାବ୍ୟସ୍ତ କରନ୍ତୁ ନାହିଁ ନଚେତ୍ ଏହାର ଦଣ୍ଡ ମଧ୍ୟ ଆପଣମାନଙ୍କୁ ମିଳିବ। ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଏହା ଉପରେ କଣ ମତାମତ ଦେବାର ଅଛି ତଳେ ମୋତେ କମେଣ୍ଟ କରି ନିଶ୍ଚିନ୍ତ ଭାବରେ ଜଣାନ୍ତୁ। ଯଦି ଆଜିର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ସେୟାର କରନ୍ତୁ। ଯଦି ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ। ରହୁଛି ନମସ୍କାର ଜୟ ଜଗନ୍ନାଥ।